ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ବାବାଙ୍କୁ ମନେ ପକାଇ ବାବାଙ୍କର ନାମ ନେଇ ବାବାଙ୍କର ସାଇ ସଚରିତ ଗ୍ରନ୍ଥର ପାଠ ଆରମ୍ଭ କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ଦେଖନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସେୟାର କରନ୍ତୁ। ଆଜି ପଢ଼ିବା ସାଇ ସଚରିତ ଗ୍ରନ୍ଥର ପାଠର ପଞ୍ଚମ ଅଧ୍ୟାୟର ମିଥ୍ୟା ଗୁରୁ ଜବରଲ ଅଲି। ପୂର୍ବ ବର୍ଣ୍ଣିତ କୁସ୍ତି ଘଟଣାର ପ୍ରାୟ 5 ବର୍ଷ ପରେ ଜବର ଅଲି ନାମକ ଜଣେ ଫକୀର ନିଜର ଶିଷ୍ୟମାନଙ୍କ ଗହଣରେ ରାହାତାକୁ ଆସିଲେ। ସେ ବୀରଭଦ୍ର ମନ୍ଦିର ନିକଟସ୍ଥ ଗୋଟିଏ ଘରେ ରହୁଥିଲେ। ଫକୀର ଜଣକ ବିଦ୍ୱାନ ଥିଲେ। କୋରାନର ପ୍ରତ୍ୟେକ କଲମା ତାଙ୍କର କଣ୍ଠସ୍ଥ ଥିଲା। ଗ୍ରାମର ଅନେକ ଧର୍ମପ୍ରାଣ ଶ୍ରଦ୍ଧାଳୁ ଲୋକ ତାଙ୍କ ପାଖକୁ ଆସିବାକୁ ଆରମ୍ଭ କଲେ। ଏହିପରି ଲୋକଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ସେ ବୀରଭଦ୍ର ମନ୍ଦିର ନିକଟରେ ଗୋଟିଏ ବାସା ନିର୍ମାଣ କରିବାକୁ ସ୍ଥିର କଲେ। କିନ୍ତୁ ଏ ସଂକ୍ରାନ୍ତରେ କିଛି ଦ୍ୱନ୍ଦ୍ୱ ଉପୁଜିବାରୁ ସେ କଲିତକରାଜ ହେବାରୁ ଜବର ଅଲି ରାହାତା ଛାଡ଼ି ଶିରଡିକୁ ଆସି ବାବାଙ୍କ ସାଙ୍ଗରେ ମସଜିଦରେ ରହିବାକୁ ଲାଗିଲେ। ସେ ନିଜର ମଧୁର କଥାରେ ଶିରଡିବାସିଦାଙ୍କ ମନ କିଣିନେଲେ। ବାବା ତାଙ୍କର ଶିଷ୍ୟ ବୋଲି ପ୍ରଚାର କରିଦେଲେ। ବାବା ସେଥିରେ କିଛି ଆପତ୍ତି କଲେ ନାହିଁ ଏବଂ ଗୁରୁ ଶିଷ୍ୟର ସମ୍ପର୍କ କଥା ସ୍ୱୀକାର କରିନେଲେ। ଏହାପରେ ଗୁରୁ ଓ ଶିଷ୍ୟ ଅର୍ଥାତ୍ ଜବର ଅଲି ଓ ଶ୍ରୀ ସାଇବାବା ଉଭୟେ ରାହାତାକୁ ଆସିଲେ। ଏହି ଗୁରୁରୂପୀ ଜବର ଅଲି ତାଙ୍କର ଶିଷ୍ୟ ବୋଲି ଦାବୀ କରୁଥିବା ଶ୍ରୀ ସାଇବାବାଙ୍କ ଯୋଗ୍ୟତାଙ୍କ ବିଷୟରେ ଅନଭିଜ୍ଞ ଥିଲେ। କିନ୍ତୁ ଶିଖ ରୂପକ ଶ୍ରୀ ସାଇବାବାଙ୍କ ଗୁରୁ ରୂପକ ଜବର ଅଲିଙ୍କ ଦୋଷାଦୋଷ ସମ୍ପର୍କରେ ସମ୍ପୂର୍ଣ୍ଣ ଉଦାସୀନ ରହୁଥିଲେ। ତାହା ସତ୍ତ୍ୱେ ବାବା କେବେ ବି ତାଙ୍କ ଅଶ୍ରଦ୍ଧା କରୁନଥିଲେ ଏବଂ ମନପ୍ରାଣ ଦେଇ ନିଜର ଗୁରୁ ପ୍ରତି କର୍ତ୍ତବ୍ୟ ସେବା ଏହି କଥାକୁ ପାଳନ କରୁଥିଲେ। ସେ ଦୁହେଁ କେବେ କେବେ ଶିରଡିକୁ ଆସୁଥିଲେ, କିନ୍ତୁ ବେଶୀ ସମୟ ବାବା ରାହାତାରେ ରହୁଥିଲେ। ବାବାଙ୍କର ଯେଉଁମାନେ ଭକ୍ତ ଅନୁରାଗୀ ଥିଲେ, ସେମାନେ ବାବାଙ୍କର ଶିରଡିଠାରୁ ଦୂରରେ ରହିବା କଥାକୁ ଗ୍ରହଣ କରିପାରୁନଥିଲେ। କିନ୍ତୁ ବାବା ରାହାତାରେ ରହିବାକୁ ବେଶୀ ପସନ୍ଦ କରୁଥିଲେ। ତେଣୁ ସେମାନେ ବାବାଙ୍କୁ ଶିରଡିକୁ ଫେରାଇ ଆଣିବା ପାଇଁ ସମସ୍ତେ ଏକଜୁଟ ହୋଇ ରାହାତା ଗଲେ। ଇଦଗାହ ନିକଟରେ ସେମାନଙ୍କର ବାବାଙ୍କ ସହିତ ଦେଖା ହେଲା। ସେମାନେ ବାବାଙ୍କୁ ନିଜର ଉଦ୍ଦେଶ୍ୟ ଜଣାଇଲେ। ସେତେବେଳେ ବାବା ସେମାନଙ୍କୁ କହିଲେ ଯେ ଫକୀର ଜଣକ ଭାରି ରାଗୀ, ବଦମିଜାଜର ଲୋକ। ସେ ତାଙ୍କୁ କୌଣସି ପ୍ରକାରେ ଛାଡ଼ିବେ ନାହିଁ। ତେଣୁ ଫକୀର ସେଠି ପହଞ୍ଚିବା ପୂର୍ବରୁ ସେମାନେ ଫେରିଯିବା ଉଚିତ ବୋଲି ବାବା ପରାମର୍ଶ ଦେଲେ। ଯେତେବେଳେ ଏପରି କଥାବାର୍ତ୍ତା ଚାଲୁଥିଲା, ସେତେବେଳେ ଫକୀର ଜବର ଅଲି ସେଠାରେ ପହଞ୍ଚିଗଲେ। ଗ୍ରାମବାସୀଙ୍କର ଉଦ୍ଦେଶ୍ୟ ଜାଣି ସେ ଖୁବ୍ ରାଗି ଉଠିଲେ। କିଛି ସମୟ ଏ ପ୍ରକାର ବାଦବିବାଦର ପରିସ୍ଥିତିରେ କିଛି ପରିବର୍ତ୍ତନ ଦେଖାଗଲା। ଶେଷକୁ ସ୍ଥିର ହେଲା ଯେ ଫକୀର, ଜବର ଅଲି ଓ ବାବା ଉଭୟ ଶିରଡିରେ ରହିବେ। ତେଣୁ ବାବା ଓ ଫକୀର ଉଭୟ ଶିରଡିରେ ଆସି ରହିବାକୁ ଲାଗିଲେ। କିଛି ଦିନ ପରେ ଦେବୀଦାସ ଗୁରୁ ଜବର ଅଲିଙ୍କୁ ପରୀକ୍ଷା କଲେ ଏବଂ ତାଙ୍କଠାରେ କିଛି ତ୍ରୁଟି ଲକ୍ଷ୍ୟ କଲେ। ଚାନ୍ଦ ପାଟିଲଙ୍କ ଶାଳକର ବରଯାତ୍ରୀ ଦଳ ସହିତ ବାବାଙ୍କର ଶିରଡି ଆସିବାର ପ୍ରାୟ 12 ବର୍ଷ ପୂର୍ବରୁ ସେ ଶିରଡିକୁ ଆସିଥିଲେ। ସେତେବେଳେ ତାଙ୍କର ବୟସ 11 ବା 12 ବର୍ଷ ଥିଲା ଏବଂ ସେ ହନୁମାନ ମନ୍ଦିରରେ ରହୁଥିଲେ। ଦେବୀଦାସ ଖୁବ୍ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଥିଲେ। ସେ ତ୍ୟାଗର ସାକ୍ଷାତ ପ୍ରତିମୂର୍ତ୍ତି ଓ ଅଗାଧ ଜ୍ଞାନର ଅଧିକାରୀ ଥିଲେ। ଅନେକ ଲୋକ ଯଥା ତାତ୍ୟା କୋଡ଼େ, କାଶୀନାଥ ଇତ୍ୟାଦି ତାଙ୍କୁ ଗୁରୁ ଭାବରେ ସମ୍ମାନ କରୁଥିଲେ। ତେଣୁ ଜବର ଅଲିଙ୍କୁ ତାଙ୍କ ନିକଟକୁ ଅଣାଗଲା। ଉଭୟ ମଧ୍ୟରେ ତର୍କଯୁକ୍ତ ଚାଲିଲା। ସେଥିରେ ସମ୍ପୂର୍ଣ୍ଣ ଭାବରେ ଜବର ଅଲି ପରାଜିତ ହେଲେ ଏବଂ ଶିରଡି ଛାଡ଼ି ପଳାଇଗଲେ। ଅନେକ ବର୍ଷ ପରେ ପୁଣି ଶିରଡିକୁ ଆସିଲେ। ଶ୍ରୀ ସାଇବାବାଙ୍କର ଚରଣାବନ୍ଦନା କଲେ।
ସେ ଗୁରୁ ଏବଂ ସାଇବାବା ତାଙ୍କର ଶିଷ୍ୟ ଏ ଧାରଣା ତାଙ୍କର ଦୂର ହୋଇଗଲା। କିନ୍ତୁ ଶ୍ରୀ ସାଇବାବା ତାଙ୍କୁ ଗୁରୁ ବୋଲି ସମ୍ମାନ ଦେଉଥିଲେ। ଏହି କଥା ସ୍ମରଣ କରି ତାଙ୍କର ଖୁବ୍ ଅନୁତାପ ହେଲା। ଏହିପରି ଶ୍ରୀ ସାଇବାବା ନିଜର ଆଚରଣ ଦ୍ୱାରା ପ୍ରତ୍ୟକ୍ଷ ଉଦାହରଣ ଦେଲେ। ସେ ଏପରି ଅହଙ୍କାରଶୂନ୍ୟ ହୋଇ ଶିଷ୍ୟର କର୍ତ୍ତବ୍ୟ ପାଳନ କଲେ ସେ ନିଶ୍ଚୟ ଆତ୍ମାନୁଭୂତି ମାର୍ଗରେ ଅଗ୍ରସର ହେବ। ଉପରେ ଲିଖିତ ଘଟଣାକ୍ରମେ ଭକ୍ତ ମାଳସାପତିଙ୍କ ନିକଟକୁ ଜଣାଯାଇଛି। ଏହା ପର ଅଧ୍ୟାୟରେ ରାମନବମୀ ଉତ୍ସବ, ମସଜିଦରେ ପୂର୍ବ ଅବସ୍ଥା ଓ ପରବର୍ତ୍ତୀ ଜୀର୍ଣ୍ଣ ସଂସ୍କାର କଥା ଇତ୍ୟାଦି ବର୍ଣ୍ଣନା କରାଯିବ। ତାହେଲେ ଆଗାମୀ ଅଧ୍ୟାୟରେ ବାବାଙ୍କର ସାଇ ସଚ୍ଚିତ ଗ୍ରନ୍ଥର ପାଠ, ଷଷ୍ଠ ଅଧ୍ୟାୟ ଆଉ ଗୋଟିଏ ଏପିସୋଡ଼ରେ ପାଠ କରିବା। ଭିଡ଼ିଓକୁ ଯଦି ଶେଷ ପର୍ଯ୍ୟନ୍ତ ଦେଖିଲେ ଶୁଣିଲେ ଯଦି ପସନ୍ଦ ଆସିଥିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।